ମୁଁ ଏବେ ଆସି ପହଞ୍ଚି ଯାଇଛି ନିର୍ମହଲରେ, ଯେଉଁଟା କି ତ୍ରିପୁରାରେ ଅଛି। ତ ଆପଣମାନଙ୍କୁ ନିଶ୍ଚିତ ଭାବରେ ଦେଖିବାକୁ ଚାହିଁବି ସେଇ ମହଲକୁ, ଆଉ ତା ବିଷୟରେ କିଛି ଜଣାଇବାକୁ ମଧ୍ୟ ଚେଷ୍ଟା କରିବି। ତେବେ ଆସନ୍ତୁ, ଏବେ ଆମେ ବୋଟ୍ ଯୋଗେ ସେପଟେ ଯେଉଁ ସ୍ଥଳ ଭାଗରୁ ପୁଣି ଏଠିକୁ ଆସିଲୁ ନିର୍ମହଲ। ତ ଆସନ୍ତୁ ମୋ ସହ। ନୀରମହଲ, ଯାହାକୁ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁର 1930 ମସିହାରେ ନିର୍ମାଣ କରାଇଥିଲେ, ଯାହାର ଅନ୍ୟ ନାମ ଟିଉଜିଲି କମା ନୁୟୁଙ୍ଗ। ଏହା ତ୍ରିପୁରାର ରାଜଧାନୀ ଅଗରତାଲାରୁ ପ୍ରାୟ 53 କିଲୋମିଟର ଦୂରରେ ମେଳାଘରରେ ରୁଦ୍ରସାଗର ହ୍ରଦ ମଧ୍ୟଭାଗରେ ଅବସ୍ଥିତ। ଏହା ତ୍ରିପୁରା ରାଜ୍ୟର ଏକ ପୂର୍ବତନ ରାଜପ୍ରାସାଦ ତଥା ଭାରତର ସବୁଠାରୁ ବଡ଼ ଜଳପ୍ରାସାଦ ମଧ୍ୟ। ଏହି ନୀରମହଲ ସାଧାରଣତଃ ରାଜ ପରିବାରର ଗ୍ରୀଷ୍ମକାଳୀନ ବାସସ୍ଥାନ ଭାବରେ ନିର୍ମିତ ହୋଇଥିଲା। ଏହି ପ୍ରାସାଦଟିକୁ ବ୍ରିଟିଶ କମ୍ପାନୀ ମାର୍ଟିନ ଏବଂ ବର୍ନ୍ସ ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ଡିଜାଇନ କରି ନିର୍ମାଣ କରିଥିଲେ। ଏହା ହିନ୍ଦୁ ଏବଂ ମୋଗଲ ସ୍ଥାପତ୍ୟ ଶୈଳୀ ମିଶ୍ରଣରେ କରାଯାଇଥିଲା। ଏଥିରେ ମାର୍ବଲ ଏବଂ ବାଲି ପଥରର ବହୁଳ ଭାବରେ ବ୍ୟବହାର କରାଯାଇଥିଲା ଏବଂ ଆଜି ମଧ୍ୟ ବାଲକୋନି, ଟାୱାର, ମଣ୍ଡପ ଏବଂ ସେତୁର ପ୍ରଚୁରତା ହେଉଛି ଏହାର ଆକର୍ଷଣ। ଦୂରରୁ ଦେଖାଯାଉଥିବା ଗମ୍ବୁଜ ଆକୃତିର ମିନାର ଗୁଡ଼ିକ ମଧ୍ୟ ନୀରମହଲକୁ ଏକ ଦୁର୍ଗ ପରି ଦେଖାଯାଏ। କୁହାଯାଏ ଏହି ପ୍ରାସାଦ ନିର୍ମାଣ କରିବାକୁ 9 ବର୍ଷ ସମୟ ଲାଗିଥିଲା। ଏହି ପ୍ରାସାଦଟି ଭାରତରେ ସବୁଠାରୁ ବଡ଼ ଏବଂ ପୂର୍ବ ଭାରତରେ ଏକମାତ୍ର। ଭାରତରେ କେବଳ 2ଟି ଜଳମହଲ ଅଛି, ଅନ୍ୟଟି ହେଉଛି ରାଜସ୍ଥାନର ଜଳମହଲ। ଏହି ପ୍ରାସାଦଟି 2ଟି ଭାଗରେ। ପ୍ରାସାଦର ପଶ୍ଚିମ ପାର୍ଶ୍ୱକୁ ଭିତର ମହଲ କୁହାଯାଏ। ଏହା ରାଜ ପରିବାର ପାଇଁ ତିଆରି କରାଯାଇଥିଲା। ପୂର୍ବ ପାର୍ଶ୍ୱ ଏକ ଖୋଲା ରଙ୍ଗମଞ୍ଚ, ଯେଉଁଠାରେ ମହାରାଜା ଏବଂ ସେମାନଙ୍କ ରାଜ ପରିବାରଙ୍କ ଉପଭୋଗ ପାଇଁ ନାଟକ, ନାଟ୍ୟ, ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ପ୍ରାସାଦରେ ମୋଟ 24ଟି କୋଠରୀ ଅଛି। ନୀରମହଲ ଭିତରେ 2ଟି ସିଢ଼ି ଅଛି, ଯାହା ରୁଦ୍ରସାଗର ହ୍ରଦର ଜଳରେ ଅବତରଣ ପାଇଁ ତଳକୁ ଯାଏ। ମହାରାଜାମାନେ ରାଜଘାଟରୁ ହାତଚାଳିତ ଡଙ୍ଗାରେ ପ୍ରାସାଦକୁ ଯାଉଥିଲେ। ପ୍ରତିବର୍ଷ ଅଗଷ୍ଟ ମାସରେ ସ୍ଥାନୀୟ